ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିରୋଧାନ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନ୍ଏସ୍ରେ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ବିଜୁବାବୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ସହ ଧୂପ ଦୀପ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡିର ଯୁବନେତା ପ୍ରଦୀପ ମହାପାତ୍ର ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଆରିଷ୍ଣା ମାନ୍ଧାତା, ସମାଜସେବୀ ରମେଶ ଚନ୍ଦ୍ର ବେହେରା, ଆଇନଜୀବୀ ନିରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବକ୍ତାମାନେ ବିଜୁ ପଟ୍ଟନାୟକଙ୍କ ଅସାଧାରଣ ନେତୃତ୍ୱ, ରାଜ୍ୟର ଉନ୍ନତି ପାଇଁ ତାଙ୍କର ଅବଦାନ ଏବଂ ଜନସେବାର ଆଦର୍ଶକୁ ସ୍ମରଣ କରିଥିଲେ। ତାଙ୍କର ଆଦର୍ଶ ଓ ଚିନ୍ତାଧାରାକୁ ଅନୁସରଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦଳର ବିଭିନ୍ନ ସ୍ଥାନୀୟ ନେତା, କର୍ମୀ ଏବଂ ସମର୍ଥକମାନେ ଯୋଗ ଦେଇଥିଲେ। ସମସ୍ତ ପରିବେଶ ଶ୍ରଦ୍ଧା ଏବଂ ସମ୍ମାନର ଭାବନାରେ ଭରିଯାଇଥିଲା। ନିରାକାରପୁର ବାଲୁଙ୍ଗେଶ୍ୱର ଓଡ଼ିଶା ମୋବାଇଲ ଟିଭି। ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଦିବସ ଖାଲି ଓଡ଼ିଶାରେ ନୁହେଁ, ଭାରତବର୍ଷରେ, ଇଣ୍ଡୋନେସିଆରେ ଏଭଳି ଅନେକ ଜାଗାରେ ପାଳନ କରାଯାଉଛି। ଏହି ଅବସରରେ ଟାଙ୍ଗୀ ଏନ୍ଏସିରେ ବିଜୁ ପଟ୍ଟନାୟକଙ୍କର 29ତମ ଶ୍ରାଦ୍ଧ ଦିବସ ଆମେ ଏଠାରେ ପାଳନ କରୁଛୁ। ବିଜୁ ପଟ୍ଟନାୟକ ତାଙ୍କ ଜୀବଦଶା ବେଳେ ସଦାବେଳେ ଯୁବକମାନଙ୍କୁ ହିଁ ପ୍ରାଧାନ୍ୟ ଦେଇଛନ୍ତି। ଯେଉଁ ପ୍ରାଧାନ୍ୟ ବଳରେ ସେତେବେଳେ ଅନେକ ବ୍ୟକ୍ତି, ସେ ଶ୍ରୀକାନ୍ତ ଜେନା ହୁଅନ୍ତୁ, ସେ ବିଜୟ ମହାପାତ୍ର ହୁଅନ୍ତୁ, ସେଭଳି ଅନେକ ନେତା ନେତୃତ୍ୱ ନେଇଛନ୍ତି ଓଡ଼ିଶାରେ। ଏବଂ ବିଶେଷ ଭାବେ ବିଜୁ ପଟ୍ଟନାୟକ ଜଣେ ଅତ୍ୟନ୍ତ ସାହସୀ ଲୋକ ଥିଲେ ଏବଂ ସେ ସାହସରେ ଯେଉଁମାନେ ଅନୁପ୍ରାଣିତ ହୋଇଛନ୍ତି ସେମାନେ ବହୁତ ବାଟକୁ ଚାଲି ଯାଇପାରିଛନ୍ତି। ଆଉ ତାଙ୍କର ଓଡ଼ିଶା ପାଇଁ ଗର୍ବ କରୁଥିଲେ ଏବଂ ଓଡ଼ିଶାର ଉନ୍ନତି ହେଉ ଏ କଥା ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ମଧ୍ୟ ଥିଲା। ସେ ବିରୋଧୀ ଦଳରେ ଥାଆନ୍ତୁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତୁ, ସଦାବେଳେ ଓଡ଼ିଶା କିଭଳି ଭାରତର ଗୋଟେ ଅଗ୍ରଗଣ୍ୟ ରାଜ୍ୟ ହୋଇପାରିବ ସେଥିପାଇଁ ସେ ଅହରହ ଚେଷ୍ଟା କରୁଥିଲେ, ଚିନ୍ତା କରୁଥିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେଟା ଅବ୍ୟାହତ ରହିଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 29ତମ ଶ୍ରାଦ୍ଧ ବାର୍ଷିକରେ ସର୍ବପ୍ରଥମେ ତାଙ୍କୁ ମୋର କୋଟି କୋଟି ପ୍ରଣାମ ଟାଙ୍ଗୀ ପଞ୍ଚାୟତ ସମିତି ତରଫରୁ ଏବଂ ଟାଙ୍ଗୀ ଏନ୍ଏସି ତରଫରୁ। ଯେହେତୁ ତାଙ୍କର ଗୋଟେ ସବୁବେଳେ ନାରୀକି ସମ୍ମାନ ଦେବା ଏବଂ ଗାଁକୁ କାମ ଦେବା ଯେଉଁ ସ୍ୱପ୍ନ ଥିଲା, ସେ ସ୍ୱପ୍ନକୁ ସାକାର କରି ଆଜି ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଯେଉଁ ଅବଦାନ ତାଙ୍କ ସୁଯୋଗ୍ୟ ପୁତ୍ର ନବୀନ ପଟ୍ଟନାୟକ କରିକି ଦେଖାଇଥିଲେ, ତାହା ନିଶ୍ଚିତ ଭାବରେ ଆମମାନଙ୍କର ଚିରସ୍ମରଣୀୟ ବିଜୁ ପଟ୍ଟନାୟକ। ତେଣୁ ବିଜୁ ପଟ୍ଟନାୟକ ସବୁଦିନ ପାଇଁ ଆମ ପାଖରେ ଅମର ହୋଇକି ରହିବେ ଏବଂ ମାଆମାନଙ୍କ ପାଇଁ ଯେଉଁ ଗାଁକୁ କାମ, ମାଆକୁ ସମ୍ମାନ ଦେଇକି ଆମମାନଙ୍କୁ ଆଜି ଅଧ୍ୟକ୍ଷ ଭାବରେ ବି ମୁଁ ଯଦି ଆଜି ଅଧ୍ୟକ୍ଷ ହୋଇଥାଏ ତାହେଲେ ନିଶ୍ଚିତ ଭାବରେ ବିଜୁ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜେ ସରକାରୀ ଚାକିରିକୁ ଛାଡ଼ି ମୁଁ ନିଶ୍ଚିତ ତାଙ୍କରି ସେବାରେ ଅଛି ଆଉ ରହିବି ମଧ୍ୟ ସବୁଦିନ ପାଇଁ।